ନମସ୍କାର। ଆଜିର ଗଳ୍ପ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ପ୍ରଜେଶ। ଆଜିର ବିଷୟ ଉଚିତ ମାର୍ଗ। ଥରେ ଗୋଟିଏ କାରାଗାରରେ ବନ୍ଦୀ ଥିବା ଦୁଇ ଜଣଙ୍କୁ ଏକାଦିନେ ଫାଶୀ ମିଳିବାର ହେଲା। ସେମାନଙ୍କ ଭିତରୁ ଜଣେ ଥିଲେ ସମ୍ପୂର୍ଣ୍ଣ ପାପୀ ଓ ଆର ଜଣକ ସମ୍ପୂର୍ଣ୍ଣ ପୁଣ୍ୟବନ୍ତ, ଯାହାକୁ ଭୁଲ ବୁଝାମଣା ସ୍ୱରୂପ ଏକ ଚରମ ଦଣ୍ଡ ଭୋଗିବାକୁ ପଡ଼ୁଥିଲା। ସେମାନଙ୍କର ଫାଶୀ ପାଇବାର ସମୟ ଆସିବା ପୂର୍ବରୁ ବିଧି ମୁତାବକ ଜଣେ ଯୁବ ବ୍ରାହ୍ମଣକୁ ଡକାଗଲା ଏବଂ ଉଭୟଙ୍କ ଠାରୁ ପଶ୍ଚାତାପର ଶେଷ କଥା ଶୁଣି ସେମାନଙ୍କ ଲାଗି ପ୍ରାର୍ଥନା କରିବାକୁ କୁହାଗଲା। ବ୍ରାହ୍ମଣ ପ୍ରଥମେ ପାପୀ ରହୁଥିବା କୋଠରୀକୁ ଗଲେ। ପାପୀ ସମ୍ପୂର୍ଣ୍ଣ ବିଷାଦଗ୍ରସ୍ତ ଥିଲା। ସେ କହିଲା, ମୁଁ ଜୀବନଯାକ କେବଳ ଆନନ୍ଦମତ୍ତ ହେବା ମାର୍ଗରେ ଧାଇଁ ପାପତକ ଅର୍ଜିଲି। ଏବେ ମୋର ଶେଷ ସମୟ। ମୁଁ ଭାବୁଛି ଟିକିଏ ପୁଣ୍ୟ କରିଥାନ୍ତି କି? ତାପରେ ବ୍ରାହ୍ମଣ ଗଲେ ପୁଣ୍ୟବନ୍ତ ବ୍ୟକ୍ତିଙ୍କ ପ୍ରକୋଷ୍ଠକୁ। ସେ ବି ବିଷାଦଗ୍ରସ୍ତ ଦିଶୁଥିଲେ। ସେ ପଶ୍ଚାତାପ ସ୍ୱରୂପ କହିଲେ, ଜୀବନ ସାରା ନିଜକୁ କଠୋର ପରୀକ୍ଷା ଭିତରେ ରଖି ସବୁ ସୁଖଠାରୁ ଦୂରେଇ ରହିଲି। ମୁଁ କ'ଣ ପାଇଲି? ମୋ ମନରେ ଅଫସୋସ ରହିଗଲା। କେବେ ବି ମୁଁ ସୁଖ ଭୋଗ କରିପାରିଲି ନାହିଁ। ଏ କଥାରେ ଯୁବ ବ୍ରାହ୍ମଣ ବିଚଳିତ ବୋଧ କଲେ। ସେ ଗୁରୁଙ୍କ ପାଖକୁ ଯାଇ ପଚାରିଲେ, ଆଜ୍ଞା, ଏଠି ତ ପାପୀ ଓ ପୁଣ୍ୟାତ୍ମାଙ୍କ ମଧ୍ୟରେ ନିଜ ନିଜ ଆଚରଣ ଲାଗି ପଶ୍ଚାତାପ କରୁଛନ୍ତି। ତେବେ କେଉଁ ବାଟଟି ତାହା ହେଲେ ପ୍ରକୃଷ୍ଟ ପନ୍ଥା? ଗୁରୁ ଯୁବ ବ୍ରାହ୍ମଣଙ୍କ ଠାରୁ ସବୁକିଛି ସବିସ୍ତାରେ ଶୁଣିବା ପରେ କହିଲେ, ସେଥିଲାଗି ତ ମୁଁ ସଦାବେଳେ କହେ, ଆଜି ବି କହୁଛି, ପ୍ରକୃଷ୍ଟ ପନ୍ଥା ହେଉଛି ମଧ୍ୟମ ପନ୍ଥା ଓ ତାହା ହିଁ ଉଚିତ ମାର୍ଗ।